ପିଲାମାନେ ଏଇ ଭିଡ଼ିଓରେ ଆମେମାନେ ପଢ଼ିବା ମାସ୍ କାହାକୁ କହିବା, ଭଲ୍ୟୁମ୍ କାହାକୁ କହିବା ଆଉ ଡେନ୍ସିଟି କାହାକୁ କହିବା। ମାସ୍ କ'ଣ, ଭଲ୍ୟୁମ୍ କ'ଣ ଆଉ ଡେନ୍ସିଟି କ'ଣ। ଓକେ, ଆଉ ମାସ୍ କ'ଣ, ମାସ୍ କାହା ଉପରେ ଡିପେଣ୍ଡ କରେ, ତାର ନେଚର କ'ଣ, ଭଲ୍ୟୁମ୍ କାହା ଉପରେ ଡିପେଣ୍ଡ କରେ, ଭଲ୍ୟୁମ୍ର ନେଚର କ'ଣ, ଡେନ୍ସିଟି କାହା ଉପରେ ଡିପେଣ୍ଡ କରେ, ଡେନ୍ସିଟିର ନେଚର କ'ଣ। ଏ ସବୁ ବିଷୟରେ ଆମେ ଏଇ ଭିଡ଼ିଓରେ ପଢ଼ିବା, ତେଣୁ ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖ। ଦେଖ ପିଲାମାନେ, ଆମେ ମାସ୍, ଭଲ୍ୟୁମ୍ ଆଉ ଡେନ୍ସିଟି ବା ବସ୍ତୁତ୍ୱ, ଆୟତନ ଆଉ ସାନ୍ଦ୍ରତା ଏ ତିନିଟାଙ୍କୁ ବୁଝିବା ପାଇଁ ଫାଷ୍ଟ ଏମାନଙ୍କର ଡେଫିନେସନ୍କୁ ଯିବା। ତେବେ ଚାଲ ପିଲାମାନେ ଆମେ ମାସ୍ର ଡେଫିନେସନ୍କୁ ଯିବା। ମାସ୍ର ଡେଫିନେସନ୍ କ'ଣ କହୁଛି ହେଲା। ଦେଖ ପିଲାମାନେ, ଏଠି ମାସ୍ର ଡେଫିନେସନ୍ କ'ଣ କହିଛି ଲେଖିଛି କ'ଣ ନା, ଦ ମାସ୍ ଅଫ୍ ଏ ବଡି is the quantity of matter contained in it। ଗୋଟେ ବଡିର ମାସ୍ କେତେ କେମିତି ଜାଣିବା ନା, the quantity of matter contained in it, ସେ ବଡି ଭିତରେ ଯେତେ ପରିମାଣର କ'ଣ ମ୍ୟାଟର ଥିବ, ପଦାର୍ଥ ଯେତେ ପରିମାଣର ଥିବ ସେଇଟା ହେଉଛି ଆମର କ'ଣ ନା ମାସ୍। ଧର ସପୋଜ ଆମେ କହିବା ଆମର ମାସ୍ କେମିତି, ଆମର ମାସ୍ଟା କ'ଣ, ଧର ଆମେ କହିଲେ ଆମର ମାସ୍ ହେଉଛି ଆମ ବଡି ଭିତରେ ଯେତେ ସବୁ ରହିଲା ସେଲ୍ ରହିଲା, ତାପରେ ଆମର ରହିଲା ସ୍କେଲିଟନ୍ ରହିଲା, ହାର୍ଟ ରହିଲା, ହେଲା କି ପିଲାମାନେ, ଆଉ ସବୁ ଯାହା ସବୁ ଅଛି ସେ ସବୁ ଯାଙ୍କର ପରିମାଣଟାକୁ ଆମେ ଆମ ବଡିର ମାସ୍ କହିବା। ଧର ଆମେ କହିବା ଗୋଟେ ସଲ୍ଟ ପ୍ୟାକେଟର ମାସ୍ କେତେ, ସେଟା ଜାଣିବା କେମିତି ନା, ସଲ୍ଟ ରହିଲା ପ୍ୟାକେଟ, ହେଲା କି ପ୍ୟାକେଟ ଭିତରେ କେତେ ସଲ୍ଟ ଅଛି ହେଲା, ବା ତାର ସଲ୍ଟର ପରିମାଣଟାକୁ ଆମେ କହିବା କ'ଣ ମାସ୍। ବୁଝିଲା ପିଲାମାନେ, ଠିକ୍ ଅଛି। ତାପରେ ପଏଣ୍ଟକୁ ଯିବା। କ'ଣ ଲେଖିଲା ନା, ମାସ୍ ଇଜ୍ ଏ ସ୍କାଲାର କ୍ୱାଣ୍ଟିଟି। କ'ଣ ଲେଖିଲା ନା, ମାସ୍ ଇଜ୍ ଏ ସ୍କାଲାର କ୍ୱାଣ୍ଟିଟି। ତାହେଲେ ମାସ୍ ହେଉଛି ଗୋଟେ ସ୍କାଲାର କ୍ୱାଣ୍ଟିଟି, କାହିଁକି ନା ତାର ମାସ୍ ନାହିଁ, ଡିରେକ୍ସନ୍ ନାହିଁ। ମାସ୍ର କ'ଣ ନାହିଁ ନା ଡିରେକ୍ସନ୍ ନାହିଁ। ଦେଖ ପିଲାମାନେ, ଆମେ ତ ଆମ ବଡ଼ିରେ କେତେ ଜିନିଷ ଅଛି ଜାଣିବା, ସେଟା ଡିରେକ୍ସନ୍ କ'ଣ ଦରକାର, କିଛି ଡିରେକ୍ସନ୍ ଦରକାର ନାହିଁ। ସେଥିପାଇଁ ସେଇଟା ଗୋଟେ କ'ଣ ନା, ସେଇଟା ହେଉଛି ଆମର ସ୍କାଲାର କ୍ୱାଣ୍ଟିଟି, ହେଲା ପିଲାମାନେ, ଠିକ୍ ଅଛି। ତାପରେ କ'ଣ ଦେଖ, ଏ ବଡି କଣ୍ଟେନ୍ସ ଦି ସେମ୍ quantity of matter whether it be on earth or even in the outer space। ସେ କହୁଛି କି ଆମର ମାସ୍ ସବୁବେଳେ ସ୍ଥିର ରହିବ, ଆମେ ପୃଥିବୀରେ ଥାଆନ୍ତୁ କି ଚନ୍ଦ୍ରରେ ଥାଆନ୍ତୁ କି ମଙ୍ଗଳରେ ଥାଉ ବା ଯେକୌଣସି ସ୍ପେସ୍ରେ ଆମେ ଥାଆନ୍ତେ, ଯେଉଁଠି ବି ଆମେ ରହିବା, ଆମର କ'ଣ ନା ଆମର ମାସ୍ ସବୁବେଳେ କ'ଣ ରହିବ, ସ୍ଥିର ରହିବ, ସବୁବେଳେ ସ୍ଥିର ରହିବ, ହେଲା ପିଲାମାନେ, ସବୁବେଳେ ଗୋଟିଏ ପ୍ରକାର ସ୍ଥିର ରହିବ, ହେଲା। ଦସ୍ ଦି ମାସ୍ ଅଫ୍ ଏ ବଡି ଇଜ୍ କନଷ୍ଟାଣ୍ଟ, ହେଲା, ଯେ ସବୁ ଜାଗାରେ ଆମର ମାସ୍ ସ୍ଥିର ରହିବ, ସେଥିପାଇଁ ଖୁସି କହୁଛି ଆମର ମାସ୍ଟା ହେଉଛି କନଷ୍ଟାଣ୍ଟ ବା ସ୍ଥିର। ଡଜ୍ ନଟ୍ ଚେଞ୍ଜ ଫ୍ରମ୍ ପ୍ଲେସ୍ ଟୁ ପ୍ଲେସ୍, ଗୋଟିଏ ପ୍ଲେସ୍ରୁ ଆଉ ଗୋଟେ ସ୍ପେସ୍କୁ ଗଲେ, ଗୋଟିଏ ପ୍ଲେସ୍ରୁ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଆମେ ଯଦି ଯିବା, ଆମର ମାସ୍ କ'ଣ ହେବ ନାହିଁ ନା ଚେଞ୍ଜ ହେବ ନାହିଁ, ହେଲା ପିଲାମାନେ, କାହିଁକି ନା ଏଇଟା ଗୋଟେ କନଷ୍ଟାଣ୍ଟ, ଏହା ସବୁବେଳେ ସମାନ ରୁହେ, ହେଲା ପିଲାମାନେ, ଠିକ୍ ଅଛି। ଏବେ ଦେଖିବା ଭଲ୍ୟୁମ୍ କ'ଣ। ଓକେ, ହଁ ପିଲାମାନେ, ଆଉ ଗୋଟିଏ କଥା ଶୁଣ, ଏ ମାସ୍ଟା ଆମେ ଦେଖୁଛନ୍ତି ନର୍ମାଲି ଆମର କ'ଣ ହେଉଛି ନା ଚେଞ୍ଜ ହେଉନି, ହେଲା, କିନ୍ତୁ ଯେତେବେଳେ ଆମେ ଲାଇଟ୍ ବିଷୟରେ ପଢ଼ିବା, ହେଲା, ଯେତେବେଳେ ତୁମେ ମାନେ ଲାଇଟ୍ ବିଷୟରେ ପଢ଼ିବ, ସେଠି ଦେଖିବ ଯେ ଲାଇଟ୍ର ସେଠି ମାସ୍ଟା ଚେଞ୍ଜ ହେବ, କାହିଁକି ନା ସେ ଲାଇଟ୍ଟା ଯେତେବେଳେ ଅଧିକ ସ୍ପିଡ଼ରେ ଗତି କରିବ, ସେତେବେଳେ ତୁମର ମାସ୍ଟା ଚେଞ୍ଜ ହେଇପାରିବ। ପିଲାମାନେ, ସେ କେସ୍ ସବୁବେଳେ ଘଟେ ନା, ସେଇଟା ଲାଇଟ୍ କ୍ଷେତ୍ରରେ ଆମେ ଫୋଟନ୍ କ୍ଷେତ୍ରରେ ପଢ଼ନ୍ତି, ହେଲା ପିଲାମାନେ, ସେଟାକୁ ଆମ ଏଠି ଦରକାର ଆଉ ନାହିଁ। ଆମର ପ୍ରକୃତରେ ସବୁବେଳେ ପାଇଁ ଧରିବା କ'ଣ ନା, ଏବେ ସବୁବେଳେ ଆମେ ଧରିବା ଯେ ମାସ୍ଟା ହେଉଛି ଆମର କନଷ୍ଟାଣ୍ଟ, ହେଲା ପିଲାମାନେ, ଠିକ୍ ଅଛି। ତାହେଲେ ଏବେ ଆମେ ଯିବା ଭଲ୍ୟୁମ୍ କତିକି, ହେଲା ପିଲାମାନେ। ଏବେ ଦେଖ କ'ଣ ଲେଖୁଛି ନା, ଭଲ୍ୟୁମ୍ pertains to the three-dimensional space that is occupied by an object। ସେ କହୁଛି ଗୋଟେ ଥ୍ରୀ ଡାଇମେନ୍ସନାଲ୍ ଅବଜେକ୍ଟ କ'ଣ ନା, ତାର ତିନିଟା ଡାଇମେନସନ୍ ଥିବ। ତିନିଟା ଡାଇମେନସନ୍ କ'ଣ ନା, ତାର ଲେନ୍ଥ ଥିବ, ବ୍ରେଡ୍ଥ ଥିବ ଆଉ ହାଇଟ୍ ଥିବ। ଲେନ୍ଥ ଥିବ,
ବ୍ରେଥ୍ ଥିବ ଆଉ କ'ଣ ଥିବ ନା ହାଇଟ୍ ଥିବ। ଏ ତିନିଟା ଜିନିଷ ଯଦି ଥିବ ସେଟାକୁ ଆମେ କ'ଣ କହିବା ନା 3 ଡାଇମେନ୍ସନାଲ୍ ବା 3D ଅବଜେକ୍ଟ ବୋଲି ତାକୁ କହିବା। ହେଲା ପିଲାମାନେ, ସେଇ 3D ଅବଜେକ୍ଟ ଆମର ସ୍ପେସ୍ରେ କେତେ ସ୍ଥାନ ନେଉଛି ହେଲା କି ଆମର ତ ତଳେ ତ କିଛି ସ୍ଥାନ ନେବ। ଯେକୌଣସି ଆମେ ଗୋଟେ ବସ୍ତୁ ପିଲାମାନେ ରଖିବା, ଆମେ ଧର କିଛି ଗୋଟେ ବସ୍ତୁ ଗୋଟେ ତଳେ ରଖିବା, ତାର ଗୋଟେ ଲୁଣ ପ୍ୟାକେଟ୍ ହଉ କି ଗୋଟେ ପଥରଟେ ହଉ ହେଲା କି, ଯଦି ଆମେ ତାକୁ ତଳେ ରଖିବା ସେଇଟା କିଛି ଗୋଟେ କ'ଣ ଜାଗା ନେବ ହେଲା ନା ନାହିଁ। ସେ ଜାଗାଟା ଯଦି ଏଆର୍ରେ କେତେ ନେଉଛି, ଯେଉଁଟା କହୁଛି ଆମର ସ୍ପେସ୍ ହେଲା, ଏଆର୍ରେ କେତେ ଜାଗା ନେଉଛି ସେଇଟାକୁ ଆମେ କହିବା ଭଲ୍ୟୁମ୍ ବୋଲି କହିବା। ଏଆର୍ରେ ଯେତେ ଜାଗା ନେବ ଗୋଟେ ବସ୍ତୁ ତାକୁ କହିବା ଆମେ ଭଲ୍ୟୁମ୍। ହେଲା ପିଲାମାନେ, ଆଉ ଭଲ୍ୟୁମ୍ ସବୁବେଳେ କାହାର ବାହାରିପାରିବ ନା ଗୋଟେ 3D ଅବଜେକ୍ଟରୁ ବାହାରିପାରିବ, ଯାହାର ଲେନ୍ଥ ବ୍ରେଥ୍ ଆଉ ହାଇଟ୍ ଥିବ। ହେଲା, ତାପରେ ଦେଖ କାହାର ହେଇପାରିବ ନା ସଲିଡ଼୍ର ବାହାରିପାରିବ, ଲିକ୍ୱିଡ଼୍ର ବାହାରିପାରିବ, ଗ୍ୟାସ୍ରେ ବାହାରିପାରିବ, ପ୍ଲାଜମାର ବି ବାହାରିପାରିବ। ହେଲା ପିଲାମାନେ, ହେଲା ପିଲାମାନେ ତମେ ଭାବୁଥିବ ଗ୍ୟାସ୍ କେମିତି ବାହାରିବ ନା ପିଲାମାନେ ଦେଖ, ଗୋଟେ ଆମ ଟାଙ୍କି ରଖିଲେ, ଟାଙ୍କି ଭିତରେ ଧର ଗ୍ୟାସ୍ ରଖିଲେ, ସେ ଟାଙ୍କିର ଲେନ୍ଥ ବ୍ରେଥ୍ ହାଇଟ୍ ମାପିଦେବା, ସେଠି ତାର ଭଲ୍ୟୁମ୍ ବାହାର କରିପାରିବା। ବୁଝିଲେ ନାହିଁ ପିଲାମାନେ। ଆଉ ଧର ଲିକ୍ୱିଡ଼ କହିବା, ଲିକ୍ୱିଡ଼ ଧର ଗୋଟେ ସେମିତି ଟାଙ୍କିରେ ରଖିଦେବା ପାଣି, ସେ ପାଣି ଯେଉଁ ଟାଙ୍କିର ଲେନ୍ଥ ବ୍ରେଥ୍ ହାଇଟ୍ ମାପିଦେବା, ଏମିତି ତାର ଭଲ୍ୟୁମ୍ ବାହାର କରିବେ, ସେମିତି ଭଲ୍ୟୁମ୍ ବାହାର କରିପାରିବା। ହେଲା ନା ନାହିଁ। ତାପରେ ଦେଖ ଭଲ୍ୟୁମ୍ସ ଆର୍ ଡିଟରମାଇନ୍ଡ ବାଇ କାଲକୁଲେଟିଂ ଲେନ୍ଥ ୱାଇଡ୍ ଆଉ ହାଇଟ୍। ହେଲା ପିଲାମାନେ, ଲେନ୍ଥ ଆଉ ୱାଇଡ୍ ନେଇକି ଲେନ୍ଥ ୱାଇଡ୍ ଆଉ ହାଇଟ୍ ମାନେ ଲେନ୍ଥ ବ୍ରେଥ୍ ହାଇଟ୍ ଯେଉଁଟା ମୁଁ କହିଲି ତମକୁ ହେଲା, ସେ ତିନିଟାକୁ ନେଇକି ଆମେ କାଲକୁଲେଟ୍ କରିପାରିବା। ପିଲାମାନେ ତୁମେମାନେ ଦଶମରେ ତ ପଢ଼ିଛ ଏ ବିଷୟରେ କେମିତି ଭଲ୍ୟୁମ୍ ବାହାର କରିବା। ହେଲା ପିଲାମାନେ, ତାପରେ ଦେଖ the occupied space by an object. Volume may also be used to refer a large mass or quantity, however volume is different from mass. Volume may also be used to refer to a large mass or quantity. ହେଲା ପିଲାମାନେ, ଏ ଭଲ୍ୟୁମ୍ଟା ମଧ୍ୟ କାହା ଉପରେ ଡିପେଣ୍ଡ ମାନେ କ'ଣ ନା ଯଦି ଭଲ୍ୟୁମ୍ଟା ମନେକର ଆମ ଅଧିକ ହେଉଛି ତାହେଲେ ମେ ବି ମାସ୍ ଅଧିକ ହେଇପାରେ, ହେଲା କି ନାହିଁ, ବା କ୍ୱାଣ୍ଟିଟିର ପରିମାଣ ବି ଅଧିକ ହେଇପାରେ। ଦେଖୁନା ପିଲାମାନେ, ଧର ଆମେ ଗୋଟେ ଛୋଟ ପ୍ଲେଟ୍ ଗିନାଟେ ମନେକର ନେବା, ସେଥିରେ ଧର ତରକାରୀ ନେବା, ସେଥିରେ ଯେତିକି ସ୍ପେସ୍ ରହିଲା ଆମେ ସେଥିରେ ତରକାରୀ ନେଲେ। ଧର ଆମେ ଗୋଟେ ହାଣ୍ଡିରେ ଯଦି ନେବା, ସେଟା ଯେହେତୁ ତାର ଭଲ୍ୟୁମ୍ ଯେତେ ଅଧିକା, ତା ଭିତରେ ଅଧିକ ଜିନିଷ ଧରିପାରିବ ନା ନାହିଁ। ସେଥିପାଇଁ ସେ କହୁଛି ଲାର୍ଜ ମାସ୍ ବା କ୍ୱାଣ୍ଟିଟି, ତା ଭିତରେ ଯେଉଁ ଜିନିଷ ରହିବ ସେଇଟା ପରିମାଣଟା ଅଧିକା ରହିବ। ହେଲା ପିଲାମାନେ, ହଉ ତେବେ ଚାଲ ଆମେ ଏବେ ଡେନ୍ସିଟି ବିଷୟରେ ପଢ଼ିବା। ହେଲା ପିଲାମାନେ, ମନେ ରଖ ଆମର ସବୁବେଳେ ଭଲ୍ୟୁମ୍ ଗୋଟେ 3D ଅବଜେକ୍ଟରୁ ହିଁ ବାହାରିପାରିବ। ହେଲା ପିଲାମାନେ, ଏବେ ଦେଖ ଡେନ୍ସିଟି। ହେଲା, କ'ଣ ଡେନ୍ସିଟି ଦେଉଛି ନା ଇଟ୍ ଇଜ୍ ଡିଫାଇନ୍ଡ ଆଜ୍ ଦି ରେସିଓ ଅଫ୍ ମାସ୍ ଅଫ୍ ଦ ଅବଜେକ୍ଟ ଦ ଭଲ୍ୟୁମ୍ ଅଫ୍ ଦି ଅବଜେକ୍ଟ। ପିଲାମାନେ, ସିଏ କହୁଛି ଡେନ୍ସିଟି ହେଉଛି ଆମର କ'ଣ ନା ମାସ୍ ଅଫ୍ ଦି ଅବଜେକ୍ଟ ବାଇ ଭଲ୍ୟୁମ୍ ଅଫ୍ ଦି ଅବଜେକ୍ଟ। ତାର ମାସ୍ ବାହାର କରିବା, ଗୋଟେ ଅବଜେକ୍ଟର ଭଲ୍ୟୁମ୍ ବାହାର କରିବା, ଗୋଟେ ଅବଜେକ୍ଟର ମାସ୍ ଆଉ ତାର ଭଲ୍ୟୁମ୍ ବାହାର କରିକି ତାକୁ ଡିଭାଇଡ଼ କରିଦେଲେ ଆମେ କ'ଣ ପାଇବା ନା ଡେନ୍ସିଟି ପାଇବା। ହେଲା ପିଲାମାନେ, ଠିକ୍ ଅଛି। ତାପରେ ପଏଣ୍ଟ ଦେଖ, ଡିଫରେଣ୍ଟ ସବଷ୍ଟାନ୍ସ ହାଭ୍ ଏ ଡିଫରେଣ୍ଟ ଡେନ୍ସିଟି। ପିଲାମାନେ, ସବୁ ସବଷ୍ଟାନ୍ସର ବା ବିଭିନ୍ନ ପ୍ରକାର ସବଷ୍ଟାନ୍ସର ବିଭିନ୍ନ ପ୍ରକାର କ'ଣ ଥାଏ ନା ଡେନ୍ସିଟି ଥାଏ। ହେଲା, ତାପରେ ଦେଖିବ ପିଲାମାନେ, କାହିଁକି ନା ତାର ମାସ୍ ତ ଯାହେଲେ ଅଲଗା ହେଇଥିବ। ସବୁ ଅବଜେକ୍ଟର ମାସ୍ ଭଲ୍ୟୁମ୍ ତ ଅଲଗା ନା, କାରଣ ମାସ୍ ଭଲ୍ୟୁମ୍ ଯଦି ଅଲଗା ହେବ ଡେନ୍ସିଟି ବି ଅଲଗା ହେବ। ଏଇଟା ତ ତୁମେ ଭଲ ଭାବରେ ବୁଝିପାରୁଥିବ ମ୍ୟାଥମେଟିକାଲି। ତାର ମାସ୍ ମନେକର ଥିଲା 10, ଭଲ୍ୟୁମ୍ ମନେକର 2 ଥିଲା, ତାର ବାହାରିଥିଲା ଡେନ୍ସିଟି 5। ଧର ମାସ୍ ହେଉଛି 8, ଭଲ୍ୟୁମ୍ ମନେକର 4, ସେଠି କ'ଣ ବାହାରିବ ନା ସେଠି 2 ବାହାରିବ ନା ଡେନ୍ସିଟି। ଏଇଟା ତ ତୁମେ ବୁଝିପାରୁଥିବ। ହେଲା, ତାପରେ ଦେଖ ଦ ଡେନ୍ସିଟି ଅଫ୍ ଏ ସବଷ୍ଟାନ୍ସ ଡଜ୍ ନଟ୍ ଡିପେଣ୍ଡ ଅନ୍ ଏମାଉଣ୍ଟ ଅଫ୍ ମ୍ୟାଟର। The density of 1 kilogram and 2 kilogram of water is same. ପିଲାମାନେ ଟିକେ ଭଲ ଭାବରେ ଲକ୍ଷ୍ୟ କରୁଥା। ହେଲା କି, ସେ କହୁଛି ଡେନ୍ସିଟିଟା ସବଷ୍ଟାନ୍ସର ଏମାଉଣ୍ଟ ଉପରେ ଡିପେଣ୍ଡ କରିବ ନାହିଁ। ମାନେ ଖାଲି ସେ କହିବା କଥା ଖାଲି ମାସ୍ ଉପରେ ଡିପେଣ୍ଡ କରିବ ନାହିଁ। ବୁଝିପାରୁଛ ନା ନାହିଁ। ସବଷ୍ଟାନ୍ସ ଏମାଉଣ୍ଟ ଅଫ୍ ମ୍ୟାଟର ମାନେ ମାସ୍
ହେଲେ ଖାଲି ମାସ୍ ଉପରେ ସେ ଡିପେଣ୍ଡ କରିବ ନାହିଁ, ସେ ଦୁଇଟା ଉପରେ ଡିପେଣ୍ଡ କରୁଛି ନା, ଭଲ୍ୟୁମ୍ ଆଉ ମାସ୍ ଉପରେ, ହେଲା କି। ସେ କହୁଛି ଦ ଡେନ୍ସିଟି ଅଫ୍ କିଲୋଗ୍ରାମ 1 କିଲୋଗ୍ରାମ ଅଫ୍ କିଲୋଗ୍ରାମ ଆଣ୍ଡ 2 କିଲୋଗ୍ରାମ ଅଫ୍ ୱାଟର ଇଜ୍ ସେମ୍। ଗୋଟିଏ କିଲୋଗ୍ରାମର ୱାଟର ଯେତିକି କିଲୋଗ୍ରାମ ଡେନ୍ସିଟି ଯାହା ହେଇଥିବ 2 କିଲୋଗ୍ରାମ ୱାଟର ଡେନ୍ସିଟି ମଧ୍ୟ କ'ଣ ହେବ, ସେଇଆ ହିଁ ହେବ। ହେଲା ପିଲାମାନେ, କାହିଁକି ଦେଖ ପିଲାମାନେ, ଯଦି ଧର ଗୋଟିଏ କିଲୋଗ୍ରାମ ଯଦି ମାସ୍ ଯଦି ୱାଟର ନେଲେ ତାର ଭଲ୍ୟୁମ୍ ଡିଭାଇଡ଼ କରିବ ସେଥିରେ, ପୁଣି 2 କିଲୋଗ୍ରାମ ୱାଟର ନେଲେ ତାର ଭଲ୍ୟୁମ୍ ସେଠି ଲେଖିବ, ଲେଖିଲା ପରେ ତାକୁ ଡିଭାଇଡ଼ କରିବ ନା, ତାକୁ କାଟିବ, କାଟିଲା ପରେ କ'ଣ ଆସିବ, ସମାନ ଆସିବ ନା, ସମାନ ଆସିଲେ ଡେନ୍ସିଟି ସମାନ। ବୁଝିଲା ପିଲାମାନେ, ଠିକ୍ ଅଛି। ତାପରେ ପଏଣ୍ଟକୁ ଯିବା, ଡେନ୍ସିଟିର ନେଚର, ମାସ୍ର ନେଚର, ଭଲ୍ୟୁମ୍ ନେଚର ବିଷୟରେ ପଢ଼ିବା। ହେଲା ପିଲାମାନେ, ମୁଁ ତୁମକୁ ଆମର ଡେନ୍ସିଟିର ନେଚର ବିଷୟରେ ଅଲରେଡ଼ି ପିଲାମାନେ କହିସାରିଲେଣି। କ'ଣ ନା, ଡେନ୍ସିଟି ଖାଲି ମାସ୍ ଉପରେ ନୁହେଁ କି ଖାଲି ଭଲ୍ୟୁମ୍ ଉପରେ ନୁହେଁ, ଦୁଇଟା ଯାକ ଉପରେ କ'ଣ କରିବ ନା ଡିପେଣ୍ଡ କରିବ। ହେଲା ପିଲାମାନେ, ସପୋଜ ଦେଖ ପିଲାମାନେ, ଡେନ୍ସିଟି ଇଜ୍ ଡାଇରେକ୍ଟଲି ପ୍ରୋପୋର୍ସନାଲ୍ ଟୁ ଏମ୍। ତାମାନେ କ'ଣ, ଯଦି ମାସ୍ ଆମେ ଯଦି ବଢ଼େଇଦେବା ପିଲାମାନେ, ଭଲ୍ୟୁମ୍ଟାକୁ ସମାନ ରହିବ, ଭଲ୍ୟୁମ୍ ରହିବ କନଷ୍ଟାଣ୍ଟ। ଯଦି ମାସ୍ ଯଦି ଆମେ ବଢ଼େଇଦେବା, ହେଲା ପିଲାମାନେ, ଯଦି ଆମେ ମାସ୍ ବଢ଼େଇଦେବା ଭଲ୍ୟୁମ୍ ସ୍ଥିର ରଖିବା, ତେବେ ଆମର ଡେନ୍ସିଟିଟା କ'ଣ ହେବ ନା ବଢ଼ିବ। ପିଲାମାନେ, ଏଇ ଯେଉଁ ଚିହ୍ନଟା ତୁମେ ପଢ଼ିଛ ଷଷ୍ଠ ସପ୍ତମ କି ଅଷ୍ଟମରେ ପଢ଼ିଥିବ, ଏଇଟା ହେଉଛି ପ୍ରପୋର୍ସନାଲ୍ ଚିହ୍ନ, ବା ଆମେ ଯେଉଁ କ'ଣ କହନ୍ତି ସଳଖ ଚଳନ, ହେଲା କି, ସେଇ ସଳଖ ଚଳନ ଚିହ୍ନ। ତାମାନେ ଗୋଟିଏ ବଢ଼ିଲା ଗୋଟେ ବଢ଼ିବ, ଏଇଟା ତ ତୁମେ ଜାଣିଛ ନା। ସେଥିପାଇଁ ଡେନ୍ସିଟି ଇଜ୍ ଡାଇରେକ୍ଟଲି ପ୍ରୋପୋର୍ସନାଲ୍ ଟୁ ମାସ୍। ଯଦି ମାସ୍ ବଢ଼ିଲା ତାହେଲେ ଡେନ୍ସିଟି ବଢ଼ିବ ଆପେ ଆପେ। ହେଲା ପିଲାମାନେ, ଠିକ୍ ଅଛି। ତେବେ ଏବେ ଦେଖିବା ଭଲ୍ୟୁମ୍। ସେହିପରି ଡେନ୍ସିଟିଟା ଇଜ୍ ଡାଇରେକ୍ଟଲି ପ୍ରୋପୋର୍ସନାଲ୍ ଟୁ 1/v, ବା ଆମେ କହିବା ଇନଭର୍ସଲି ପ୍ରୋପୋର୍ସନାଲ୍ ଟୁ 1/v। ତାମାନେ ଡେନ୍ସିଟି ଆମର ଭଲ୍ୟୁମ୍ ହେଉଛନ୍ତି ଦୁଇଟା ଇନଭର୍ସଲି ପ୍ରୋପୋର୍ସନାଲ୍। ଇନଭର୍ସଲି ପ୍ରୋପୋର୍ସନାଲ୍ ଯେଉଁଟା ହେଉଛି ଆମର ପ୍ରତିଲୋମୀ ଚଳନ। ହେଲା ପିଲାମାନେ, କ'ଣ ନା ପ୍ରତିଲୋମୀ ଚଳନ, ଆମେ ସେଟାକୁ ଇଂଲିଶରେ କୁହନ୍ତି ଇନଭର୍ସଲି ପ୍ରୋପୋର୍ସନାଲ୍। ହେଲା ପିଲାମାନେ, ଯଦି ଆମର ଦେଖ ପିଲାମାନେ, ଯଦି ମାସ୍ ସମାନ ରଖିବା, ହେଲା ଉପରଟା ସମାନ ରହିବ, ମାସ୍ ସମାନ ରହିବ, ଯଦି ଆମେ ଭଲ୍ୟୁମ୍କୁ ବଢ଼େଇବା କ'ଣ ହେବ ନା ଡେନ୍ସିଟି ପିଲାମାନେ କ'ଣ ହେବ, କମିବ। ଭଲ୍ୟୁମ୍ ଯଦି ବଢ଼େଇବା ଡେନ୍ସିଟି କମିବ। ହେଲା ପିଲାମାନେ, ସେଇଭଳି ଯଦି ଭଲ୍ୟୁମ୍କୁ ଯଦି ଆମେ କମେଇବା ଡେନ୍ସିଟି ବଢ଼ିବ। ହେଲା, ଏଠି ବି ସେଇ କେସ୍, ଯଦି ମାସ୍କୁ ଯଦି ଆମେ କମେଇଦେବା ଡେନ୍ସିଟି ବି କମିଯିବ। ହେଲା ପିଲାମାନେ, ଏଇଗୁଡ଼ା ହେଉଛି ଆମର ଡେନ୍ସିଟିର ନେଚର। ହେଲା ପିଲାମାନେ, ବା ଏଇ କ୍ୟାରେକ୍ଟର ଉପରେ ସେ ବା ଏଇ ଫ୍ୟାକ୍ଟର ଉପରେ ସେ କ'ଣ ଡିପେଣ୍ଡ କରେ। ହେଲା କି ପିଲାମାନେ, ଠିକ୍ ଅଛି। ହଉ, ତାହେଲେ ଏବେ ତାପର ପଏଣ୍ଟକୁ ବୁଝିବା। ପିଲାମାନେ, ଏ ଦୁଇଟା ବକ୍ସକୁ ଦେଖ। ପିଲାମାନେ ଦେଖ, ଏଇଟାର ଭଲ୍ୟୁମ୍ ଆମେ କ'ଣ କହିବା ନା ତା ଭିତରେ ଯେତିକି ଜିନିଷ ଅଛି ସେଇଟା ତାକୁ ଭଲ୍ୟୁମ୍ କହିବା। ହେଲା ପିଲାମାନେ, ବା ସେ ଏୟାରେ ଯେତିକି କ'ଣ ସ୍ପେସ୍ ନେଇଥିବ ସେଇଟାକୁ ଆମେ ତାର ଭଲ୍ୟୁମ୍ ବୋଲି କହିବା। ସେଇଭଳି ପିଲାମାନେ, ଆ ଭିତରେ କେତେ ଜିନିଷ ଅଛି ବା କେତେ ଜିନିଷ ରହିପାରିବ ସେଇଟାକୁ ଏ ବକ୍ସରେ ଆମେ ଭଲ୍ୟୁମ୍ କହିବା। କେତେ ଜିନିଷ ରହିପାରିବ ମିନ୍ସ କ'ଣ ନା ଏୟାରରେ, ବୁଝିହେଉଛି ନା ନାହିଁ, ଆମର ସ୍ପେସ୍ରେ କେତେ ଜିନିଷ ଟୋଟାଲ୍ ରହୁଛି ସେଇଟାକୁ ଆମେ କ'ଣ କହିବା ନା ଭଲ୍ୟୁମ୍ ବୋଲି କହିବା। ଓକେ ପିଲାମାନେ, ଭଲ ଭାବରେ ଯଦି କିଛି ମୁଁ ଭଲ ଭାବରେ ବୁଝିବାକୁ ପିଲାମାନେ ଚେଷ୍ଟା କରିଛି। ଯଦି ତୁମର କିଛି ବା ଡାଉଟ୍ ହୁଏ ତ ମୋତେ କମେଣ୍ଟ କରି ପଚାରିବ, ଆଉ ମୁଁ ତାପରେ ଆଉ ଗୋଟେ ଭିଡ଼ିଓ କରିକି ମଧ୍ୟ ତୁମକୁ ଭଲ ଭାବରେ ବୁଝିବାକୁ ମଧ୍ୟ ଚେଷ୍ଟା କରିବି। ହେଲା ପିଲାମାନେ, ଏଥିରେ ତୁମେ କୌଣସି ଲାଜ କରିବାର ନାହିଁ, ଏଥିରେ ତୁମକୁ କିଏ ଗାଳି ଦେବାକୁ ନାହିଁ କି କିଏ ବି ତୁମକୁ କିଛି କହିବେ ନାହିଁ। ତୁମେ ଯେତେ ଚାହିଁବ ସେତେ କୋଶ୍ଚିନ୍ କରିପାରିବ, ଆଉ ମୁଁ ତୁମମାନଙ୍କର ଉତ୍ତର ଦେବାକୁ ସବୁବେଳେ ବାଧ୍ୟ। ହେଲା ପିଲାମାନେ, ଏଇଟା ଆମ ଚ୍ୟାନେଲର ହେଉଛି କ'ଣ ସିକ୍ରେସି ବା ଇମ୍ପୋର୍ଟାନ୍ସ, ଏଇଟା ଆମର। ହେଲା କି ପିଲାମାନେ, ଠିକ୍ ଅଛି। ତାପରେ ଦେଖିବା ପିଲାମାନେ, ତେବେ ଏଠି ଟିକେ ଲକ୍ଷ୍ୟ କର, ଏ ଗୋଟେ ରହିଲା ବସ୍ତା, ଏ ବି ଗୋଟେ ରହିଲା ବସ୍ତା। ପିଲାମାନେ, ଆର ଭଲ୍ୟୁମ୍ ଯାହା ଆର ଭଲ୍ୟୁମ୍ ସେଇଆ। ତାମାନେ କ'ଣ, ଆ ଭିତରେ ଯେତିକି ଜିନିଷ ଧରିପାରିବ ଆ ଭିତରେ ବି ସେତିକି ଜିନିଷ ଧରିପାରିବ। ହେଲା ପିଲାମାନେ, ତେବେ ପିଲାମାନେ ତୁମେ ଏଠି କୁହ, ଆର ଭଲ୍ୟୁମ୍ ଅଧିକ ନା ଆର ଭଲ୍ୟୁମ୍ ଅଧିକା? ନା ଦୁଇଟା ସମାନ ପା, ଦୁଇଟାଙ୍କ ଭଲ୍ୟୁମ୍ ସମାନ। ହେଲା ପିଲାମାନେ, ତାପରେ ଧର କହିବା, ମୁଁ ଧର କହିବି ଆର ମାସ୍ ଅଧିକା ହେବ ନା ଆର ମାସ୍ ଅଧିକା ହେବ? ପିଲାମାନେ ତୁମେ କହିବ ନିହାତି ଆର ମାସ୍ ଅଧିକା। କାହିଁକି ନା ଆ ଦେହରେ ବା ଅଳ୍ପ ଅଛି, କିଛି ବାହାରି ଯାଇଛି, କିନ୍ତୁ ଆ ଦେହରେ ଫୁଲ୍ ଅଛି ନା ନାହିଁ, ତେଣୁ ମାସ୍ ଆର ଅଧିକା ହେବ। ବୁଝିହେଉଛି ତ, ତୁମେ ତ ଜାଣିପାରୁଥିବ। ହେଲା କି ପିଲାମାନେ, ତାପରେ ଦେଖ ପିଲାମାନେ, ଯଦି ଆର ମାସ୍ ଯଦି ଅଧିକା
आर जदि मास जदि कम है पिलामाने ताले वॉल्यूम तो दुईटाक समान ना आर अधिका मास आर कम मास आ वॉल्यूम दुईटाक कौन समान ताले डेंसिटी कार अधिका पिलामाने तुम निश्चय कह आर डेंसिटी हूँ अधिका आर डेंसिटी कौन हम ना कम रही आर मास अधिका आम कहते मास अधिका डेंसिटी अधिका हम बुझी ना नाई तापर मास कम कम अच्छे ये तो मास कम अच्छे डेंसिटी कौन हम ना कम हम ओके पिलामाने ठीक अच्छे पिलामाने ये मुझे तुम क्लास को एंड करुँची जदि पिलामाने तुम किसी डाउट हुए तो मत कमेंट कर पचार कि न भाविकी किए कौन कहे कि न भाविकी तुम मत कमेंट कर पचार पिलामाने जदि वीडियो तुम भल होती प्लीज या लाइक कर कारण ये वीडियो तैयारी करने बहुत समय नौची पिलामाने ओके थैंक्स फॉर वाचिंग।